ମୂଳ ବିଷୟରେ ପରିଚୟ। ନମସ୍କାର। ଯେଟା ତୁମେ ଶୁଣତେ ଯାଉଛ ମୁଖ୍ୟ ବିଷୟ ଯେଟା ତୁମେ ମାନେ ଶୁଣିନି ଏଇଟା ସମସ୍ତଙ୍କ ନାଗି। ଏଇ ଛବି ବହିକେ ଦେଖ। ତୁମେ ଏବେ ଶୁଣ ମୁଁ ଏଇ ଶୁଭ ସମାଚାରଟାକେ ଯେମିତି କହୁଛେ ଏଇ ଶବ୍ଦକେ ତୁମେ ଯେତେବେଳେ ଶୁଣବ ଏଇଟା ସମୟ ପରବର୍ତ୍ତୀ ଛବି ଦେଖବା ନାଗି କେସେଟଟାକେ ଯେତେବେଳେ ହେଲେ ତୁମେ ବନ୍ଦ କରିପାର। ଯେତେବେଳେ ତୁମେ ଶୁଣବା ନାଗି ଏଇଟା ଚିନ୍ତା କର। ଏଇନା ପ୍ରଥମ ଛବି ଆରମ୍ଭ କରବା। ଛବି 1 ଆରମ୍ଭରେ ଆଦି ପୁସ୍ତକକେ 1 ଅଧ୍ୟାୟ 1 ପଦରୁ 5 ପଦ। ଗୀତ ସଂଗୀତା 90 ଅଧ୍ୟାୟ 2 ପଦ। ଆରମ୍ଭରେ କେବଳ ଭଗବାନ ଥିନେ। ଭଗବାନ ସ୍ୱର୍ଗ ଆର୍ ପୃଥିବୀ ତିଆରି କରିନି। ପୃଥିବୀରେ ଆକାର କିଛି ଥିଲାନି। ସେ ନାଗି ଭଗବାନ ପୃଥିବୀ ବାନେଇନି ଆର୍ ଆଦେଶ ଦେନେ ଆଲୋ ହେବା ନାଗି ସେ ତିଆରି କଲା ସୂର୍ଯ୍ୟ ଆର୍ ଚନ୍ଦ୍ର ଆର୍ ତାରା ମାନକେ। ଭଗବାନ ଭଲ ଅଛନ୍ ଆର୍ ତାର ସବୁ ଉପରେ ଶାସନ કરે। ଛବି 2 ଭଗବାନର କଥା ଯିଶାଇୟ 45 ଅଧ୍ୟାୟ 18 ପଦରୁ 19 ପଦ। ହିବ୍ରୁ 4 ଅଧ୍ୟାୟ 12 ପଦ। ଗୀତ ସଂଗୀତା 19 ଅଧ୍ୟାୟ 7 ପଦରୁ 10 ପଦ। এই যে ছবিটা বাইবেল বহির ছবিটা এটা ভগবানর কথা আর আমমানকে ভগবান আর তার রাস্তা বিষয়ে কুহে। ভগবান সমস্তকে ভাল পাঁত। মুই যাহা কইবি সে সবু বাইবেলরে অছি। ছবি 3 জন্মকর্তা আদি পুস্তক 1 অধ্যায় 1 পদରୁ 25 পদ। ভগবান ସବୁ କିଛି ବାନେଇନି। ସେ କହିଲା ଏମିତି ହଉ ଆର୍ ସେ ଯେମିତି କହିଲା ସେମିତି ହେଲା। ସେ ଆକାଶ ତିଆରି କଲା, ସମୁଦ୍ରକେ ତିଆରି କଲା। ସେ କହିଲା ଆର୍ ଭୂଇଁ ତିଆରି ହେଲା। ସେ ସବୁ ଜୀବନକେ ସୃଷ୍ଟି କଲା। ପାଣିରେ ମାଛ ମାନକେ, ଆକାଶରେ ଚଢ଼େଇ ମାନକେ ଆର୍ ସବୁ ଜୀବଜନ୍ତୁ ମାନକେ। এই রকম ସବୁ କିଛି ଭଗବାନ ବାନେଇନି। ଯାହା କିଛି ସେ ତିଆରି କଲା ସେଇଟାରେ ସେ ଶାନ୍ତି ହେଲା। ଭଗବାନ ଯାହା କିଛି ବାନେଇନି ସେଇଗା ସବୁଠୁ ଭଲ ଥିଲା। ଛବି 4 ଆଦମ ଆର୍ ହବା ଆଦି ପୁସ୍ତକ 1 ଅଧ୍ୟାୟ 26 ପଦରୁ 31 ପଦ। 2 ଅଧ୍ୟାୟ 7 ପଦରୁ 3 ଅଧ୍ୟାୟ 24 ପଦ। ଭଗବାନ ପ୍ରଥମେ ନର ଆର୍ ନାରୀକେ ତିଆରି କରିନି। ସେ ସେମାନକେ ଆଦମ ଆର୍ ହବା ଡାକନେ। ସେ ସେମାନକେ ଅଧିକାର ଦେଲା ଯାହା କିଛି ସେମାନେ ବାନେଇନି। ଭଗବାନ ଗୋଟେ ବଗିଚା ତିଆରି କଲା ସେମାନେ ରହିବାର ନାଗି। ଭଗବାନ ତାଙ୍କର ସାଙ୍ଗେ ଥିଲା ଆର୍ ତାଙ୍କର ସାଙ୍ଗେ କଥା ହଉଥିଲା। ସେମାନେ ଭଗବାନର ବନ୍ଧୁ ଥିନେ। ଭଗବାନ ସେମାନକେ ସବୁ ଗଛରୁ ଫଳ ଖାଇତେ ଦେଇଥିନେ। ଗୋଟେ ଗଛ ଛାଡ଼ି କରି ଗୋଟେ ଶତ୍ରୁ ଶୈତାନ ତାଙ୍କର ପାଖେ ଆସିଲା, ବଗିଚାକେ ଆସିଲା। ସେଇମାନକେ ଭଗବାନ କଥା ନାଇଁ ମାନବା ନାଗି କହିଲା। ତାହାନେ ସେଇମାନକେ ମାନା କରିଥିବା ଗଛୁ ଫଳ ଖାଇନି। ସେମାନେ ଭଗବାନ ବିରୁଦ୍ଧରେ ପାପ କରିନେଇ। ତାହାନେ ସେମାନେ ଭଗବାନ ପାଖୁ ଅଲଗା ହେନେଇ। ଭଗବାନ ଆଦମ ଆର୍ ହବାକେ ସୁନ୍ଦର ବଗିଚାରୁ ଖେଦେଇ ଦେନେ। ସେଇ ଦିନଠାରୁ ସମସ୍ତେ ଭଗବାନ ବିରୁଦ୍ଧରେ ପାପ କରିନେଇ ଆର୍ ତାଙ୍କର ପାଖୁ ଅଲଗା ହେନେଇ। ସେଇ ନାଗି ଆମେ ରୋଗ କଷ୍ଟ ଆର୍ ମରବା ନାଗି ଭାବୁଁ। ଛବି 5 କଇନ ଆର୍ ଏବଲ ଆଦି ପୁସ୍ତକ 4 ଅଧ୍ୟାୟ 1 ପଦରୁ 16 ପଦ। ରୋମିଓ 3 ଅଧ୍ୟାୟ 23 ପଦ। ଆଦମ ଆର୍ ହବାର 2ଟା ପୁଅ ଥିନେ। ତାଙ୍କର ନାମ ଥିଲା କଇନ ଆର୍ ଏବଲ। ଏବଲ ଭଗବାନକେ ଶାନ୍ତି କଲା ହେଲେ କଇନ ଶାନ୍ତି କଲାନି। କଇନ ଏବଲକେ ରାଗଲା ଆର୍ ଦିନେ ସେ ତାକେ ମାରିଦେଲା। ଭଗବାନ କଇନକେ ଡରବା ରକମ କଷ୍ଟ ଦେଲା। ଭଗବାନ ରାଗେ ଯେତେବେଳେ ମଣଷ ମାନେ ପାପ କରନ୍ତ। ଭଗବାନ ଚାହେଁ ମଣଷ ମାନକା ସାଙ୍ଗେ ମିଶିବାର ନାଗି ହେଲେ ପାପ ସେମାନକେ ଭଗବାନ ପାଖୁ ଅଲଗା ହେନେ। ଛବି 6 ନୋହଙ୍କର ଜାହାଜ ଆଦି ପୁସ୍ତକ 6 ଅଧ୍ୟାୟ 1 ପଦରୁ 22 ପଦ। 2 ପିତର 3 ଅଧ୍ୟାୟ 9 ପଦ। ଢେର ପିଢ଼ି ଗଲା ପରେ ଆଦମ ଆର୍ ହବାର ଢେର ଛୁଆ ପିଲା ହେଲା। ଏସବୁ ମଣଷ ମାନେ ପାପ କରିନେଇ, ଭଗବାନକେ ମାନନେଇନି। ମଣଷ ମାନେ ଭଗବାନକେ ଡରବା ରକମ ପାପ କରିନେଇ। ସେମାନକେ ସିଏ ବନ୍ୟା ପାଣିରେ ମାରିଦେବା ନାଗି ଚାହିଁଲା। ଗୋଟେ ମଣଷ ଥିଲା ଯିଏ କି ଭଗବାନକେ ଭଲ ପାଉଥିଲା।
ତାପରେ ତାକେ ମାନୁଥିଲା। ତାର ନାମ ଥିଲା ନୋହ। ଭଗବାନ କହିଲା ଗୋଟେ ବୋଟ ଜାହାଜ ତିଆରି କରିବା ନାଗି କହିଲା, ଯାହା ଫଳେ ସେମାନେ ବନ୍ୟାରୁ ବଞ୍ଚି ପାରମେ। ତାକେ ତିଆରି କରିବା ନାଗି ଢେର ଦିନ ଲାଗଲା। ତିଆରି କରି ସାରିଲା ପରେ କହିଦେଲା ଭଗବାନର ବିଚାର ଆର୍ ଆସୁଥିବାର ବନ୍ୟା ବିଷୟରେ। ହେଲେ ମଣିଷମାନେ ତାକେ ବିଶ୍ୱାସ କରିନେଇନି। ନୋହଙ୍କ କଥା ଆର୍ ତାଙ୍କର ପାପ ଆସିଲାନି। 26:7 ବନ୍ୟା ଆଦି ପୁସ୍ତକ 7 ଅଧ୍ୟାୟ 1 ପଦରୁ 24 ପଦ। ଭଗବାନ ସବୁ ରକମ ଜୀବଜନ୍ତୁକେ ନୋହ ପାକେ ଆଣିନେ ଆର୍ ନୋହ ସେମାନକେ ଜାହାଜ ଭିତରକେ ନେନେ। ସେତେବେଳେ ନୋହ ଆର୍ ତାର ସ୍ତ୍ରୀ ସେମାନକାର 3ଟା ପୁଅ ଆର୍ ତାର ସ୍ତ୍ରୀ ଜାହାଜ ଭିତରକେ ଗେନେ। ଜାହାଜରେ 8 ଜଣ ଲୋକ ଥିନେ ପଶୁମାନଙ୍କର ସାଙ୍ଗେ। ଭଗବାନ ଦୁଆର ବନ୍ଦ କଲା। 7 ଦିନ ପରେ ଭଗବାନ ବହୁତ ବର୍ଷା କଲା ଆର୍ ସେ ମାଟି ଭିତରୁ ପାଣି ଝରେଇଲା। ଭଗବାନ 40 ଦିନେ ପୃଥିବୀକେ ବନ୍ୟା କଲା। ସେତେବେଳେ ଢେର ଡେରି ହେଇଯାଇଥିଲା। ଜାହାଜ ବାହାରେ କେହି ବଞ୍ଚିବା ନାଗି ସେମାନେ ସମସ୍ତେ ବୁଡ଼ିଗେନେ। ହେଲେ ନୋହ ଆର୍ ତାର ପରିବାରଟା ବଞ୍ଚିଲା, କାରଣ ସେମାନେ ଭଗବାନକେ ବିଶ୍ୱାସ କରୁଥିନି ଆର୍ ମାନୁଥିନି। 26:8 ଅବ୍ରାହମ, ସାରା ଆର୍ ଇସାକ ଆଦି ପୁସ୍ତକ 9 ଅଧ୍ୟାୟ 18 ପଦରୁ 19 ପଦ। 17 ଅଧ୍ୟାୟ 1 ପଦରୁ 8 ପଦ। 21 ଅଧ୍ୟାୟ 1 ପଦରୁ 7 ପଦ। ମାଥିଉ 1 ଅଧ୍ୟାୟ 1 ପଦରୁ 16 ପଦ। ଢେର ବର୍ଷ ପରେ ନୋହଙ୍କର ବଂଶମାନେ ଢେର ଗୋଷ୍ଠୀ ହେନେ। ସେଇ ବଂଶରୁ ଆବ୍ରାହମ ଥିଲା ଜଣେ। ସେ ଥିଲା ଗୋଟେ ମଣଷ ଯିଏକି ଭଗବାନକେ ଭଲ ପାଉଥିଲା ଆର୍ ମାନୁଥିଲା। ଭଗବାନ ଶପଥ କରିଥିଲା ଆବ୍ରାହମଙ୍କ ବଂଶଧରମାନେ ମହାନ ଜାତି ହେମେ। ଆବ୍ରାହମ ଆର୍ ତାର ସ୍ତ୍ରୀ ସାରାର କେହି ବି ଛୁଆ ପିଲା ନାଇଥିଲା। ହେଲେ ବି ସେମାନେ ଭଗବାନର ଶପଥକେ ବିଶ୍ୱାସ କରୁଥିନି। ଆବ୍ରାହମାନଙ୍କର ସନ୍ତାନ ଥିନେ ଆର୍ ଗୋଟେ ସ୍ତ୍ରୀ ଦ୍ୱାରା। ଗୋଟେ ଛୁଆର ନାମ ଥିଲା ଇସ୍ମାଇଲ। ସେ ଥିଲା ଆରବ ଜାତିର ବା। ହେଲେ ଯେତେବେଳେ ଆବ୍ରାହମ ଓ ସାରା ବୁଢ଼ାବୁଢ଼ୀ ହେନେ ଭଗବାନର ଶପଥ ଅନୁସାରେ ସେମାନେ ଗୋଟେ ପୁଅ ଛୁଆ ପାଇନେ। ସେମାନେ ତାକେ ଇସାକ ବୋଲି ଡାକନେ। ଭଗବାନ ଶପଥ କରିଥିଲା ଇସାହାକଙ୍କୁ ଦେଇ ସବୁ ମଣିଷମାନକେ ଆଶୀର୍ବାଦ କରମି ଆର୍ ତାର ବଂଶଧରମାନକେ। 26:9 ମୂଷା ଆର୍ ଭଗବାନଙ୍କର ନିୟମ ଯାତ୍ରା ପୁସ୍ତକ 19 ଅଧ୍ୟାୟ 1 ପଦରୁ 25 ପଦ। 34 ଅଧ୍ୟାୟ 27 ପଦରୁ 32 ପଦ। ଈର୍ଷାହଙ୍କର ବଂଶଧର ମାନକାର ବହୁତ ବଡ଼ ଜାତି ମାନକେ ଇସ୍ରାଏଲ କୁହନ୍ତ। ମୂଷା ଗୋଟେ ଈସାହଙ୍କର ବଂଶଧର ଥିନେ। ସେ ଭଗବାନକେ ଆର୍ ତାକେ ମାନୁଥିନେ। ଭଗବାନ ମୂଷାକେ ପାହାଡ଼କେ ଡାକି ନେଇ ଯେଠେ ତାଙ୍କର ସାଙ୍ଗେ କଥା ହେନେ। ସେଇ ମୂଷାକେ ନିୟମ ଦେଲା ମଣିଷମାନକେ ଶିଖେଇବା ନାଗି। ମୂଷା ପାହାଡ଼ରୁ ଓହ୍ଲେଇ ଆସ ନେଇ ନିୟମ ଧରି କରି ଭଗବାନ ଯେ ପଥରେ ଲେଖିଥିନେ। ଭଗବାନ ଚାହେଁ ସମସ୍ତ ତାଙ୍କର ନିୟମ ମାନୁନ୍ତ। 26:10 10ଟା ନିୟମ ଭଗବାନ ଯେ ନିୟମ ମୂଷାକେ ଦେଲା ସେଇଗା ଭଲ ଥିଲା ଯେ ସେ ମାନୁଥିନେ ତାକେ ଆଶୀର୍ବାଦ ଦେଉଥିନେ। ଭଗବାନ ପାଖେ ନିୟମ ଅଛି ଆମେ ନିହାତି ତାକେ ଭଲ ପାଇବା, ସେବା କରବା ଆର୍ ସତ ଭଗବାନକେ ମାନବା। ମୂର୍ତ୍ତି ତିଆରି କରବାନି, ସେମାନକେ ଜୁହାର କରବାନି, ତାଙ୍କର ନାମେ ଖାଲିଟା ଧରବନି। ସପ୍ତାହରେ ଥରେ ବିଶ୍ରାମ ନେବା ଆର୍ ଭଗବାନକେ ପୂଜା କରବା। ଛୁଆମାନେ ବା ମାକେ ମାନ, କାହାରିକେ ମାରବନି, ଖରାପ ବନ୍ଧୁ ରଖବନି, ମିଛ କହିବନି, ଅଲଗା ମାନକେ ଲୁଭେଇବନି ଆର୍ ଚୋର କରବନି ଆର୍ ଅଲଗା ମାନକାର ଜିନିଷକେ ଲୁଭେଇବନି। 26:11 ପାପ ନାଗି ବଳିଦାନ ଲେଭିୟ 4 ଅଧ୍ୟାୟ 27 ପଦରୁ 35 ପଦ। ଯୋହନ 1 ଅଧ୍ୟାୟ 29 ପଦ। ମୂଷାମାନଙ୍କର ସମୟରେ ଯେ ଭଗବାନଙ୍କ ନିୟମ ଭାଙ୍ଗୁଥିଲା ସେ ଭଗବାନକେ ଗୋଟେ ମେଣ୍ଢା ବଳି ଦେଉଥିଲା। ନିୟମ ଭାଙ୍ଗା ଜାଗାରେ ମେଣ୍ଢା ମରି ଯାଉଥିଲା। ମଣିଷମାନେ ଏଇ ମନେ ପାକେଇ ଦେଉଥିଲା ଯେ ଭଗବାନ ବିଷୟରେ ପାପ କରବା, ନିୟମ ଭାଙ୍ଗବା। ମେଣ୍ଢା ଥିଲା ଏମାନକାର ଚିହ୍ନ। ଏଇଟା ଚିହ୍ନେଇ ଦେଉଥିନି ଯେ ବହୁତ ବଡ଼ ବଳିଦାନ ପରେ ଆସିବ। ଭଗବାନ ଚିନ୍ତା କରଲା ତାର ପୁଅ ଯୀଶୁକେ ପଠେଇ ମେଇ ବଳିଦାନ ନାଗି। 26:12 ରକ୍ଷା କରବାର ଶପଥ ଲୁକ୍ 1 ଅଧ୍ୟାୟ 26 ପଦରୁ 38 ପଦ। ମାଥିଉ
1 ଅଧ୍ୟାୟ 18 ପଦରୁ 25 ପଦ। ଢେର ବର୍ଷ ପରେ ମରିୟମ ନାମକେ ଅଭଳାଝୀ ପାଖେ ସରଗରୁ ଗୁଟେ ଦୂତକେ ପଠାଗଲା। ଯୋସେଫ ନାମର ଜୁଆନ ଟୁକା ସାଙ୍ଗେ ମରିୟମକେ ବାହା ହେବା ନାଗି ଠିକ୍ ହେଇଥିଲା। ଦୂତ ମରିୟମକେ କହିନେଇ, ତୁମକେ କି ଦୟା କରିଛନ୍ତ, ତୁମେ ଗୁଟେ ପୁଅକେ ଜନ୍ମ ଦେବ, ତାକେ ଯୀଶୁ ବୋଲି ଡାକବେ। ମରିୟମ ପାଚରେଇଲା, ଏଟା କେମିତି ହବ? ଏଇନା ଯାଇ ମୁଇଁ ଅଛେଇଁ ଅଭଳା। ଦୂତ ଉତ୍ତର ଦେନେଇ, ଭଲ ଆତ୍ମା ତୁମର ଉପରେ ଆସିବ, ସେଇ ନାଗି ସେ ପବିତ୍ର ଗୁଟେ ଜନ୍ମ ନବ, ତାକେ ଭଗବାନର ପୁଅ କୁହାଯିବ। ଯୋସେଫଙ୍କୁ ସପନରେ ଦେଖାଦେଲା। ଦୂତ କହିଲା, ଯୋସେଫ ତୁଇ ଭୟ କରନି, ମରିୟମକେ ତୋର ସ୍ତ୍ରୀ କରବାର ନାଗି, କାରଣ ଯାହା ସବୁ ଘଟୁଛି ସେ ସବୁ ପବିତ୍ର ଆତ୍ମା ଦ୍ୱାରା। ସେ ଗୁଟେ ପୁଅକେ ଜନ୍ମ ଦେବ ଆର୍ ତାର ନାମ ଯୀଶୁ ରଖବ। ଯୀଶୁ ମାନେ ରକ୍ଷାକର୍ତ୍ତା। ଯୋସେଫ ମରିୟମକେ ସ୍ତ୍ରୀ ରୂପେ ନେଲା, ହେଲେ ସେ ତାର ପାକେ ଗେଲା ନାହିଁ, ଯେ ପର୍ଯ୍ୟନ୍ତ ଛୁଆ ଜନ୍ମ ହେଇନି। ଛବି 13 ଯୀଶୁର ଜନ୍ମ। ଲୁକ୍ 2 ଅଧ୍ୟାୟ 1 ପଦରୁ 20 ପଦ। ସେହି ସମୟରେ ରାଜା ଆଦେଶ ଦେଲା ମଣଷମାନକେ ନିଜର ସହରକେ ଫେରବାର ନାଗି। ପଛ କାଳର ମଣଷମାନକେ ସାଙ୍ଗେ ନାମ ଲେଖି ଦେଇଥିବାର ନାଗି ଯୋସେଫ ଆର୍ ମରିୟମକେ ବେଥିଲିହମ ସହରକେ ଯିବାର ନାଗି ପଡ଼ଲା। ସେମାନେ ଯେତେବେଳେ ପହଞ୍ଚି ନେଇ, ସେଇଟାରେ ଗୁହାଳ ଘର ଛାଡ଼ା କିଛି ନାଇଥିଲା ରହିବାର ନାଗି। ମରିୟମ ସେଇଟାରେ ଯୀଶୁକେ ଜନ୍ମ ଦେଲା। ସେଇ ରାତିଏ ଗୁଟେ ଦୂତ ପଡ଼ିଆରେ ଜଗିଥିବା ମେଣ୍ଢା ଜଗୁଆଳ ମାନକେ ଦେଖାଦେଲା। ଦୂତ କହିଲା, ମୁଇଁ ତୁମର ନାଗି ଶୁଭ ସମାଚାର ଆଣିଚେଁ, ଯେଟାକି ସବୁ ମଣଷ ନାଗି ଆଜ ରକ୍ଷାକର୍ତ୍ତା ଜନ୍ମ ନେଇଛି। ସିଏ ହେନେଇ ଖ୍ରୀଷ୍ଟ ପ୍ରଭୁ। ହୁବକା ଢେର ଦୂତ ଆକାଶରେ ଦେଖାଦେନେଇ ଭଗବାନକେ ଗୀତ ଗାଇକି ଧନ୍ୟବାଦ ଜାଣେଇଲା। ମେଣ୍ଢା ଜଗୁଆଳିମାନେ ତାଙ୍କର କଥା ହେନେଇ, ଆସ ଆମେ ବେଥିଲହମକେ ଯିବା ଆର୍ ଯାହା ସବୁ ହେଇଛି ଦେଖବା। ଯେତେବେଳେ ସେମାନେ ଯୀଶୁକେ ଦେଖନେଇ, ସେମାନେ ସମସ୍ତଙ୍କୁ କହିନେଇ ଯେ ସେଇଗା ସବୁ ତାଙ୍କର ବିଷୟରେ ଶୁଣିଥିନେଇ। ସେ ସେଇଗା ସବୁ କହିନେଇ, ଯେମାନେ ଶୁଣନେଇ, ଏଇଟା ତାହାକେ ଚମତ୍କାର କରିଦେଲା। ଛବି 14 ଯୀଶୁ ଗୁଟେ ଶିକ୍ଷକ କୁହନ୍ତ। ଲୁକ୍ 2 ଅଧ୍ୟାୟ 41 ପଦରୁ 42 ପଦ। ମାର୍କ 6 ଅଧ୍ୟାୟ 34 ପଦ। ମରିୟମ ଆର୍ ଯୋସେଫ କର ଘରେ ଯୀଶୁ ବଢ଼ଲା। ତାକେ ଯେତେବେଳେ 12 ବର୍ଷ ହେଲା, ମରିୟମ ଆର୍ ଯୋସେଫ ତାକେ ମନ୍ଦିରକେ ନେନେଇ। ସେ ଭଗବାନ ବିଷୟରେ କଥା ହେନେଇ। ଗୁରୁ ଆର୍ ବର୍ଷକାର ମାନକାର ସାଙ୍ଗେ ସେ ସେମାନେ ଶୁଣ ଆର୍ ପ୍ରଶ୍ନ ପଚାରିଲା। ଭଗବାନ ବହୁତ ବଡ଼ ବୁଦ୍ଧି ନାଗି ସେମାନେ ସମସ୍ତେ ଅଚମ୍ବିତ ହେନେଇ। ଯେତେବେଳେ ଯୀଶୁର 30 ବର୍ଷ ହେଲା, ସେ ଭଗବାନ ବିଷୟରେ ମଣଷମାନକେ ଶିକ୍ଷା ଦେଲା। ସେମାନକେ ତାଙ୍କର ଶିକ୍ଷାକେ ବିଶ୍ୱାସ କରୁନେଇ ଆର୍ ତାର ପଛେ ଗେନେଇ। ଅଲଗା ମଣଷମାନେ ବିଶ୍ୱାସ କରୁନେଇନି ଆର୍ ତାକେ ମାନନେଇନି। ଛବି 15 ଯୀଶୁର ଚମତ୍କାର କାମ। ମାର୍କ 8 ଅଧ୍ୟାୟ 22 ପଦରୁ 26 ପଦ। 5 ଅଧ୍ୟାୟ 35 ପଦରୁ 43 ପଦ। 6 ଅଧ୍ୟାୟ 45 ପଦରୁ 52 ପଦ। ଭଗବାନ ଠାରୁ ଯୀଶୁ ପାଖେ ବହୁତ ଶକ୍ତି ଥିଲା। ସେ ଢେର ଚମତ୍କାର କାମ କରନେଇ, ରୋଗୀମାନକେ ଭଲ କରନେଇ ଆର୍ ଅନ୍ଧମାନକେ ସେ ଦେଖବାର ନାଗି ଆँଖ ଶକ୍ତି ଫେରେଇ ଦେଲା। ସେ ମରା ମଣଷକେ ଡାକଲା, ଝଡ଼ ତୁଫାନକେ ଧୀର କରନେଇ ଆର୍ ପାଣି ଉପରେ ଚାଲନେଇ। ଯେତେବେଳେ ମଣଷମାନେ ଏମିତି ସବୁ ଚମତ୍କାର କାମ ଦେଖନେଇ, ତାକେ ବିଶ୍ୱାସ କରନେଇ ଯେ ସେ ଭଗବାନ ପାଖୁ ଆସିଛି। ସେମାନେ ଚମତ୍କାର ହେନେଇ ଯାହା ସବୁ ସେ କରନେଇ ଆର୍ କହିନେଇ ଆମକେ ସାହାଯ୍ୟ କରବାର ନାଗି ଯୀଶୁ ପାଖେ ଶକ୍ତି ଅଛି। ଛବି 16 ଯୀଶୁ ଦୁଃଖ କରନେଇ। ମାଥିଓ 27 ଅଧ୍ୟାୟ 11 ପଦରୁ 31 ପଦ। ଯୀଶୁ ଢେର ଚମତ୍କାର କାମ କରନେଇ ଆର୍ ଢେର ମଣଷ ମାନେ ତାର ପଛେ ଗେନେଇ। ସେ ଢେର ମଣଷ ମାନକେ ସାହାଯ୍ୟ କରଲା ଆର୍ ଭଗବାନ ପାଖେ ଯିବାର ନାଗି କହିନେଇ। ଯୀଶୁ ଆସନେଇ ଭଗବାନର ଭଲ ପାଇବା ସାମ୍ନାକେ ଆଣବାର ନାଗି ଆର୍ ମଣଷ ମାନକେ ଭଗବାନର ପାଖକେ ଆଣବାର ନାଗି। ଆର୍ ଧରମ ଗୁରୁମାନେ ଯୀଶୁକେ ଘୃଣା କରନେଇ। ସେମାନକାର ଛାତିଏ ପଥର କରିଥିଲା ଆର୍ ସେମାନେ ବିଶ୍ୱାସ କରନେଇନି ଯେ ସେ ଭଗବାନ ଆସିଛନ୍ତ। ସେମାନେ ତାକେ ମନେ କରନେଇନି ଯେ ସେମାନେ ଭଗବାନର
नियम के भांगी ताने से पापी थी। से मुख्य मणस माने तांकर विषय मिछ कही नहीं आर से ताके बंदी करदेनी। चेला माने ताके चाबुकरे माड़ मारनी आर से ताके कांटार मुकुट पिंधेनी आर ताके थटा करनी। मने रख जीशु थिला भगवान रो पुओ तांकर पाखे शक्ति थिला से सबू मणस मान के कष्ट करवार नागी आर से सबू बेले माना करनी। से जानी पारुथिला भगवान रो विचार। 26:17 जीशु क्रूस उपरे चढ़ा गला। मार्क 15 अध्याय 22 पद रु 39 पद। पीतर भाग 2 अध्याय 31 पद रु 24 पद। सैनिक माने जीशु के क्रूस रे कांटा मारने से नाई मरवा जाई सेठे झुलई नहीं। से दिन मान के पथर थिला नियम के भांगुथिबा मणस मान के बहुत कष्ट रे मारी दिया जाउथला। 2 जन चोर के भी तांकर संगे कांटा मारा गला। जदि जीशुर दोष नहीं थिला तांकर जदि भूल नहीं थिला जीशु कष्ट पाउथिला। जहाँ आमके कष्ट पाइबार थिला आमे समस्ते पाप करिचे आर पाप रु आमे समस्ते फेरवा। भगवान आमके क्षमा करमई। भगवान जीशु ख्रीष्ट पाखे विश्वास करो आर तुमे माने भी रक्षा पाइबो। 26:18 आर थरे बचबा। लुक 23 अध्याय 50 पद रु 24 पद। जीशुर शत्रु माने भावने जे समान के ताके मारी देमे आर सेईटा सेमती नहीं थिला। जीशु क्रूसरे मरला परे तार सांग माने तार मरा देह के गुंफारे रखने से गुंफा मुह के गुटे बड़ पथर रे बंद कर देने। 2 दिन गेला परे 3 दिन परे जीशु मुर्दारू उठला। केतरा बहु माने गुंफा पाके गेने तांकर रीति नीति अनुजाई गुंफा के समाने गेने पथरटाके घुंचई दिया जाइछि। जीशु देह सेठे नहीं थिला। 2 जन दूत देखने जे सेमानके कहने जे जीशु बंचले हेले सेमाने कहने से एठे तो नाइनी। हाँ जीशु उठीचन मुर्दारू। सेमाने देखने जे एटा सत भगवान जीशु आज बंचिके अच्छी। एटा शैतान के हराइछि आर मरबा के सबुदिन नागी। 26:19 थामा विश्वास करला। जोहन 20 अध्याय 19 पद रु 31 पद। जीशु मुर्दारू उठला परे से शिष्य मान के देखा देला। से सेमानकार सांगे कथा हला आर सेमानकार सांगे खाइला। जने शिष्यर नाम थिला थामा सेमानकार सांगे नाई थिला। से विश्वास करलानी जे जीशु बंचीचंत। से कहला मुई तार कांटा घा के नाई देखला पर्यंत आर नाई छुईला पर्यंत मुई विश्वास करबिनी। गोटे सप्ताह परे फिर जीशु देखा देनी आर सही समय रे थमा सेईटे थिला जेमती एई छवि रे तुई देखुच। थमा जीशु के आंठू तले पड़ी गला आर कहला मोर भगवान आर हे मोर प्रभु। थमारो आर संदेह रहिलानी। जीशु कहला तुमे मोके देख विश्वास करलो। सेई माने धन्य जे माने नाई देखी विश्वास करूछन। 26:20 सरक के गेने प्रेरित 1 अध्याय 1 पद रु 11 पद। जीशु मुर्दारू उठला परे से ढेर मणस मान के देखा देने सेमाने ताके देखने आर सेमाने जानने जे से बंचीची। 40 दिन परे समय आसला से सरक के पाड़े गला। से सबू काम के सारी देला। से आसी मने रखबा जाई जीशु कहला जहा सबू जाति के शिष्य करो शिक्षा दियो सबू किछि मानवार नागी जहा मुई तुमके आदेश देइचे। शिष्य जोगी थिबा समय रे जीशु दुनिया रे उठने आर वर्षा रे समान के अचंबित देखा हला। सही समय रे 2 जन दूत देखा है नहीं। सेमाने शिष्य मान के कहने दिने जीशु एई रकम जगत के फेरबार नागी सेमाने देखे नहीं ताके जीवार। जीशु एना स्वर्गे अछि से सेइठे जगह तैयारी करूछि जे जहा माने ताके अनुसरण करंत तुमे विश्वास करबो आर प्रभु जीशु के अनुसरण करबो ना से आर थरे आसबार बेले ताके देखा करबा। 26:21 खाली क्रूस 1 पीतर 3 अध्याय 3 पद रु 18 पद। गायत्रीय 2 अध्याय 20 पद। जीशु की नागी क्रूसरे मरने जीशु मरने पापी मान के पाप दंडरू रक्षा पाइबार नागी जीशु के दिन पाप करी थिलानी। क्रूस आमके मने पाके दिए जे से मरी गेने पाप के बुही नेबार नागी जहाँ आमके भगवान पाखु अलगा करे। जीशु पवित्र तार पाप नानी
ଭଗବାନର ମେଣ୍ଢା ଛୁଆ ସେ ଆମର୍ ନାଗି ବଳି ହେ ନେଇ। ଯେତେବେଳେ ଯୀଶୁ ପାଖେ ବିଶ୍ୱାସ କରୁଁ ଆର୍ ପାପରୁ ମନ ଫେରାଉଁ ଭଗବାନ ଆମକେ କ୍ଷମା করব। ଯୀଶୁ ଆମକେ ଜନମ করে ଦିଆ ଯାଇଥିବାର ଛବିକେ ବୁଝବାର ନାଗି ତୁମକେ ସାହାଯ୍ୟ କରମେ। ପ୍ରଭୁ ଯୀଶୁକେ ଅନୁସରଣ କରବାର ଅର୍ଥ। ଛବି 22 ଦୁଇଟା ରାସ୍ତା ମାଥିଓ 7 ଅଧ୍ୟାୟ 13 ପଦରୁ 14 ପଦ, ଜୋହନ 3 ଅଧ୍ୟାୟ 16 ପଦରୁ 1 ପଦ, ଜୋହନ 1 ଅଧ୍ୟାୟ 9 ପଦ। ଯୀଶୁ ଅନନ୍ତ ଜୀବନ ପଥ ବିଷୟରେ ଶିକ୍ଷା ଦେନେଇ ସମସ୍ତେ ଆର୍ ସାର ରାସ୍ତାରେ ଯିବାକେ ଆରମ୍ଭ କରିନେଇ। ପାପର ରାସ୍ତାରେ କାରଣ ଆମର ସମସ୍ତଙ୍କର ପାପମୟ ଜୀବନ ଆମେ ଆଦମ ପାଖକେ ଆସନୁ। କମ୍ ଓସାରିଆ ରାସ୍ତାରେ ଭଗବାନ ପାଖକେ ଯାଉଁ ଆର୍ ଅନନ୍ତ ଜୀବନ ସଡ଼କକେ ଯୀଶୁ କୁହନ୍ତ ଯେ ଆମେ କମ୍ ଓସାରିଆ ରାସ୍ତାକେ ଫେରବା। ତୁମେ ଦେଖିପାରୁଛ ଛବିରେ କମ୍ ଓସାରିଆ ରାସ୍ତାରେ ପଶନୁ ପଥର ଆଗେ କ୍ରୁଶ ଅଛି। ଆମେ ଯେତେବେଳେ ପାପ ସ୍ୱୀକାର କରୁଁ ସେମିତି ରାସ୍ତାରେ ଯାଉଁ ଆର୍ ବିଶ୍ୱାସ କରୁଁ ଯୀଶୁ ଆମର ନାଗି କ୍ରୁଶରେ ମରନେଇ। ଢେର ମଣିଷମାନଙ୍କର ପାପରୁ ଫେରବାର ନାଗି ଚାହାନ୍ତିନି। ସଡ଼କକେ ଯିବାର ପଥ ସେମାନଙ୍କର ନାଗି କମ୍ ଓସାରିଆ ଖୁବ୍ ଶାନ ରାସ୍ତାରେ ସେମାନେ ଅନୁସରଣ କରନ୍ତ ଯେଟାର ନର୍କରେ ଯାଆନ୍ତ। ତୁମେ ପଥରରେ ଯିବ କି ନାଗି ଭଗବାନ ଇନକା କହନ୍ତିନି। ତାଙ୍କେ କହ ପ୍ରଭୁ ଭଗବାନ ତୁମେ ମହାନ ଆର୍ ପବିତର ଯେ ମୁଇଁ ଭାବେଁ ଯେ ମୁଇଁ ପାପ କରୁଛେଁ। ମୁଇଁ ବିଶ୍ୱାସ କରେଁ ଯେ ଯୀଶୁ କ୍ରୁଶରେ ମରନେଇ ମୋର ପାପ ଦଣ୍ଡ ନାଗି ଦୟାକରି ମୋକେ କ୍ଷମା କର। ପାପରୁ ମୋକେ ସଫା କର ଆର୍ ମୋକେ ତୁମର ଛୁଆ କର। ମୁଇଁ ଯୀଶୁକେ ପଥ ଅନୁସରଣ କରବାର ନାଗି ଚାହେଁ ଆର୍ ସରଗରେ ତୁମର ସାଙ୍ଗେ ରହିବି ଯେତେବେଳେ ମୁଇଁ ମରବି। ଧନ୍ୟବାଦ ପ୍ରଭୁ। ଛବି 23 ଭଗବାନର ଛୁଆ ଜୋହନ 6 ଅଧ୍ୟାୟ 37 ପଦରୁ 40 ପଦ, 14 ଅଧ୍ୟାୟ 6 ପଦ, ପ୍ରକାଶିତ ବାକ୍ୟ 7 ଅଧ୍ୟାୟ 9 ପଦ। ଏହି ଛବିରେ ତୁମେ ଯୀଶୁକେ ଦେଖିପାରୁଛ। ସେ ସମସ୍ତ ଗୋଷ୍ଠୀର ମଣିଷମାନକେ ସ୍ୱାଗତ କରୁଛି। ଜାତି ଆର୍ ଅଲଗା ଅଲଗା କଥାରେ ମଣିଷମାନକେ ସେମାନେ ତାକେ ବିଶ୍ୱାସ କରନ୍ତ ଆର୍ ଭଗବାନର ଛୁଆ ହେବାର ନାଗି ସେମାନେ କମ୍ ଓସାରିଆ ରାସ୍ତାରେ ଅଛନ୍ତ ଯେ ରାସ୍ତା ସଡ଼କକେ ଯାଏ। ଭଗବାନର ଛୁଆମାନକେ ଗୋଟେ ବଡ଼ ପରିବାର ନାଗି ହେଇପାରେ। ସେମାନକେ ଗରିବ ଆର୍ ଧନୀ, କଳା ଆର୍ ଧଳା, ସ୍ତ୍ରୀ ଆର୍ ପୁରୁଷ ଆର୍ ଛୁଆମାନେ ଅଛନ୍ତ। ସେମାନକେ ସମସ୍ତେ ଗୁଟେ ଅଟନ୍ତ ପ୍ରଭୁ ଯୀଶୁ ପାଖେ। ଛବି 24 ଆର୍ ଥରେ ନୂଆ ଜୀବନ ନେବା ଜୋହନ 3 ଅଧ୍ୟାୟ 1 ପଦରୁ 18 ପଦ, ତିତୁସ 3 ଅଧ୍ୟାୟ 4 ପଦରୁ 7 ପଦ, 1 ପିତର 1 ଅଧ୍ୟାୟ 22 ପଦରୁ 23 ପଦ। ଯେତେବେଳେ ଯୀଶୁ ପୃଥିବୀରେ ଥିଲା ନିକୋଦେମ ନାମକ ଜଣେ ବହୁତ ବଡ଼ ଧର୍ମଗୁରୁ ଥିନେ। ଦିନେ ରାତିଏ ସେ ଯୀଶୁ ପାଖେ ଆସେନି କିଛି ପ୍ରଶ୍ନ ପାଚରେମି ବୋଲି ଯୀଶୁ ତାଙ୍କେ କହିଲା ଗୋଟେ ଚମତ୍କାର ବିଷୟରେ। ସେ କହିଲା ଯେ କେହି ଭଗବାନ ପରିବାରର ଭକ୍ତ ହେଇତେ ଚାହୁଁଛ ତାଙ୍କେ ନିଶ୍ଚୟ ପୁଣି ନୂଆ ଜନମ ନେଇତେ ପଡ଼ବ। ଆମେ ଗୁରୁଜନର ପରିବାରକେ ପଶି ସାରିଛୁ। ଆମେ ଯେତେବେଳେ ଆର୍ କେତେବେଳେ ଜନମ ନେବା ଆମେ ଭଗବାନ ପରିବାରରେ ପଶିଛୁ। କେତେବେଳେ ଆମକେ ଦୁଇଥର ଜନମ ନେଇତେ ହବ। ପ୍ରଥମ ଜନମ ଆମର୍ ଦେହେ ନାଗି, ଦ୍ୱିତୀୟ ଜନମ ଆତ୍ମା ଭାବେ। এই আত্মা ভাবে জনম দ্বারা পবিত্র আত্মা আমকে নূয়া জীবন দিয়ন্ত। এটা যিশুর জীবন যেটা কি আমি তাকে গ্রহণ করনেই আর অনুসরণ করনেই আমি নূয়া মনস হেমু ভগবান মনস। ছবি 25 পবিত্র আত্মা আসলা জোহন 14 অধ্যায় 15 পদରୁ 18 পদ, প্রেরিতক 2 অধ্যায় 1 পদରୁ 39 পদ। ଆମେ ସରଗକେ ଘୁରବାର ପଛେ ଯୀଶୁ ତାଙ୍କେ ଶିଷ୍ୟମାନକେ ଶପଥ କରେଇନି ଯେ ସେ ସେମାନକାର ପାଖେ ପବିତ୍ର ଆତ୍ମା ପଠେଇମି। 10 ଦିନ ପରେ ଯୀଶୁର ଶରଣକେ ଫେରନେଇ। ତୁମେମାନେ ଏହି ଛବିରେ ଦେଖିପାରୁଛ ନା? ହୁପକା ଗୋଟେ ବଡ଼ ପବନ ଆସିଲା। ଅଚମ୍ବିତ ରକମ ନିଆଁ ସମସ୍ତଙ୍କର ଉପରେ ପଡ଼ିଲା। ପବିତ୍ର ଆତ୍ମା ଆସିନେଇ ଆର୍ ସେମାନକେ ପରିବର୍ତ୍ତନ କରିନେଇ। ପବିତ୍ର ଆତ୍ମା ଭିତରେ ପଶଲା। ଯୀଶୁ ଯେମିତି ଶପଥ କରିଥିଲା ସେଇ ଢେର ଜାତି ମନୁଷମାନେ ଜେରୁସାଲେମରେ ଥିନେ। ଶିଷ୍ୟମାନେ ଶକ୍ତି ପାଇନେଇ ଅଲଗା ଅଲଗା କଥାରେ କହିବା ନାଗି
ସେମାନକେ ଚମତ୍କାର ବିଷୟରେ ସବୁ କହିନେଇ, ଯାହା ସବୁ ଭଗବାନ କହିନେଇ। ସେଇଦିନ ପାଖାପାଖି 3000 ମଣିଷ ମାନେ ଯୀଶୁ ପାଖେ ଆସିନେଇ। ଆଜ ବି ପବିତ୍ର ଆତ୍ମା ରୁହେ, ପବିତ୍ର ଆତ୍ମାକେ ଶକ୍ତି ଦିଅନ୍ତ ଯୀଶୁ ମାନବାର ନାଗି ଆର୍ ଅଲଗା ମାନକେ ତାଙ୍କର ବିଷୟରେ କହିବାର ନାଗି। 26 ଆଲୋରେ ଚାଲବା। ଜୋହନ 3 ଅଧ୍ୟାୟ 19 ପଦରୁ 21 ପଦ, 8 ଅଧ୍ୟାୟ 12 ପଦରୁ 1 ପଦ, ଜୋହନ 1 ଅଧ୍ୟାୟ 5 ପଦରୁ 7 ପଦ। ଜଣେ ଯୀଶୁକେ ବିଶ୍ୱାସ କରବା ପଛେ ଚିତ୍ର ଦିଆଯାଇଥିବାର ଭଳି ଯିଏକି ଅନ୍ଧାରରେ ଚାଲୁଛି ସେ ଝୁଣ୍ଟଉଛି ଆର୍ ପଡ଼ି ଯାଉଛି, କାରଣ ତାଙ୍କର ଆଲୋ ନାନି। ରାସ୍ତା ଦେଖେଇବାର ନାଗି ଯେତେବେଳେ ଆମେ ପ୍ରଭୁ ଯୀଶୁକେ ଭରସା କରୁ, ଦିନ ବେଳେ ଚାଲିଲା ବେଳେ ନାଗି ମଣିଷ ରକମ ସେ ଦେଖିପାରବ କିଆଡ଼େ। ସେ ଯାଇଛି ରାସ୍ତା ଖାଲ ସମାନ ଥିଲା ବି ସିଏ ପଡ଼ବନି। ଯୀଶୁ କହିଲା, ମୁଇଁ ଜଗତରେ ଆଲୋ, ଯଦି କେହି ମୋର ପଛେ ଆସିବ ସେ କେହି ଦିନ ବି ଅନ୍ଧାରରେ ଚାଲବନି। ସେ ପବିତ୍ର ଆତ୍ମା ଦିଅନ୍ତ ସବୁ ବିଶ୍ୱାସୀ ମାନକେ ତାଙ୍କର ରାସ୍ତାରେ ଚାଲବାର ନାଗି। 26-27 ଗୋଟେ ନୂଆ ମଣସ। ଗାୟତ୍ରୀୟ 5 ଅଧ୍ୟାୟ 16 ପଦରୁ 26 ପଦ, ଏଫିମଇ 4 ଅଧ୍ୟାୟ 22 ପଦରୁ 32 ପଦ, 2 କରିନ୍ଥିୟ 5 ଅଧ୍ୟାୟ 17 ପଦ। ଯେ କେହି ଖ୍ରୀଷ୍ଟ ଯୀଶୁ ପଛେ ଚାଲମେଇ ସେ ନୂଆ ମଣସ। ସେ ଚାହାଁ ଭଗବାନ ନାଗି ସେ ଧନ୍ୟ ହେବ। ଯେ ଭଗବାନ ଯାହାର ପାପ ସବୁ କ୍ଷମା କରମେଇ ଆର୍ ତାକେ ନୂଆ ଜୀବନ ଦେମେଇ। ସେ ଭଗବାନକେ ଅଶାନ୍ତି କରବା ନାଗି ଚାହାନ୍ତ, ତାହାନେ ଗୁଟେ ଯୀଶୁକେ ବି ଖରାପ ବିଚାର କରମେଇନି ଆର୍ ଝଗଡ଼ା କରମେଇନି। ସେ ଚୋର କରମେଇନି ଆର୍ ସେ ଠାକୁରକେ ପୂଜା କରମେଇନି ଆର୍ ଅଲଗା ଅଲଗା ଠାକୁର ଦେବତା ମାନକେ ପବିତ୍ର ଆତ୍ମା ଶକ୍ତି ଦିଅନ୍ତ। ବିଶ୍ୱାସିଆ ମାନକେ ଖରାପରୁ ଫେରେବାର ନାଗି ଆର୍ ଭଲ କାମ କରମେଇ। 26-28 ଖ୍ରୀଷ୍ଟୀୟ ପରିବାର। ଏଫିସିଓ 5 ଅଧ୍ୟାୟ 21 ପଦରୁ 6 ପଦ, 6 ଅଧ୍ୟାୟ 4 ପଦ, 1 ପିତର 3 ଅଧ୍ୟାୟ 1 ପଦରୁ 9 ପଦ। ଯେତେବେଳେ ଗୋଟେ ପରିବାର ଯୀଶୁ ରାସ୍ତାରେ ସତରେ ଚାଲନ୍ତ, ସ୍ୱାମୀ ତାର ସ୍ତ୍ରୀ ଭଲ ପାଇବା ବେଳେ ଆର୍ ସ୍ତ୍ରୀ ତାର ସ୍ୱାମୀକେ ଆଦର କଲା ବେଳେ, ସେହି ନାଗି ଭଗବାନକେ ଶିକ୍ଷା ଦିଏ ସ୍ୱାମୀ ଆର୍ ସ୍ତ୍ରୀ ଦୁଇ ଜଣକାର ଭିତରେ ସାହାଯ୍ୟ କରମେଇ ଆର୍ ଖୁସିରେ ରହିମେଇ। ସେମାନେ ସେମାନକାର ପିଲାମାନକେ ଶିକ୍ଷା ଦମେଇ ଭଗବାନକେ ଭଲ ପାଇବାର ନାଗି ଆର୍ ତାଙ୍କର ଶପଥ ମାନବାର ନାଗି। ଯେ ପରିବାର ଭଗବାନକେ ଆଦର କରବ, ପ୍ରାର୍ଥନା ଆର୍ ଏକ ସାଙ୍ଗେ କାମ କରବ। 26-29 ଶତ୍ରୁମାନକେ ଭଲ ପାଅ। ମାଥିଓ 5 ଅଧ୍ୟାୟ 43 ପଦରୁ 48 ପଦ, ଲୁକ୍ 10 ଅଧ୍ୟାୟ 25 ପଦରୁ 34 ପଦ। ଯୀଶୁ ତାଙ୍କର ଅନୁସରଣକାରୀକେ ଶିଖେଇ ନେଇ ସମସ୍ତଙ୍କୁ ଭଲ ପାଇବାର ନାଗି, ଏମିତିକି ଆମର ଶତ୍ରୁମାନକେ ଭଲ ପାଉ। ଯୀଶୁ ଗୋଟେ କାହାଣୀ କହିଥିନି ଜଣକାର ମଣସ ବିଷୟରେ। ଗୋଟେ ମଣସ ଏକଲା ରାସ୍ତାରେ ଚାଲୁଥିଲା, ଚୋର ମାନେ ତାକେ ମାରପିଟ କରିନେଇ ଆର୍ ତାକେ ମାଡ଼ ମାରନେଇ। ଗୋଟେ ଅଲଗା ଜାତିର ମଣସ ଖାଣ୍ଡିଆ ଖାବରା ହେଲା, ସେ ତାର ଘାକେ କାନାରେ ବାନ୍ଧିଦେଲା। ସେ ତାକେ ଗଧ ପିଠିରେ ବସେଇକିନା ଆର୍ ଗୋଟେ ପନ୍ଥାଶାଳାକେ ନେଇଗଲା, ସେଇଠି ତାକେ ଯତନ କରଲା। ସେ ନିଜେ ପଇସା ଦେଲା। ପାନ୍ଥାଶାଳାର ଜଗୁଆଳିକେ ଯତନ ନେବାକେ କହିଲା। ଯେ ପର୍ଯ୍ୟନ୍ତ ସିଏ ଭଲ ନାଇଁ ହେଇଛି, ଯୀଶୁ କହିଲା ଆମେମାନେ ବି ଭଲ ପାଇବା ଆର୍ ସାହାଯ୍ୟ କରବାର ନାଗି ଚାହାନ୍ତ। ଏମିତିକି ଅଲଗା ଜାତି ଆର୍ ଧର୍ମ ମଣସ ମାନକେ। 26-30 ଯୀଶୁ ଗୋଟେ ବଡ଼ ଶକ୍ତିମାନ। ପ୍ରେରିତିକ 19 ଅଧ୍ୟାୟ 18 ପଦରୁ 20 ପଦ। ଗୀତ ସଂଗୀତା 15 ଅଧ୍ୟାୟ 1 ପଦରୁ 8 ପଦ, 1 ଜୋହନ 3 ଅଧ୍ୟାୟ 8 ପଦ, 1 ଜୋହନ 4 ଅଧ୍ୟାୟ 4 ପଦ। এই ছবিরে মনুষ মানকে ঠাকুর আর ছবিকে পড়ি দেউছন। সে শৈতানকে পূজা করুথুনে, তাহনে এই না যীশুকে অনুসরণ করুছন্ত। যীশু অনুসরণকারী মানকে খারাপ আত্মাকে পূজা করবার ঠিক নুহে। ଆମେ ସେମାନକେ ଡରେଇବାନି କି ପୂଜା କରବାନି। ଶୈତାନ ପାଖୁ ପ୍ରଭୁ ସବୁଠାରୁ ଶକ୍ତିମାନ। ବିଶ୍ୱାସିଆ ମାନେ ସେଇ ସବୁଠାରୁ ଦୁରିଆରେ ରହିବାର ନାଗି ଯେଟା ଶୈତାନ ସେମାନକେ ବାନ୍ଧି ରଖବ ଆର୍ ଖରାପ ଆତ୍ମାକେ ଯୀଶୁ ଆମମାନକେ ରକ୍ଷା କରବ। ସେମାନଙ୍କର ପାଖୁ ଯେତେବେଳେ ଆମେ
ତାକେ ପ୍ରାର୍ଥନା କରବା। ছবি 31 ଖାରାପ ଆତ୍ମାକେ ଛାଡ଼େବାର ନାଗି ମାର୍କ 5 ଅଧ୍ୟାୟ 1 ପଦରୁ 20 ପଦ, ଯାକୁବ 4 ଅଧ୍ୟାୟ 7 ପଦ। ଥରେ ଗୁଟେ ମଣିଷ ଢେର ଖାରାପ ଆତ୍ମା ଦ୍ୱାରା ତାକେ ରୋଗ ହେଇଥିଲା। ଦୌଡ଼ିଲା ଆର୍ ତାକେ ଲୁହା ଝିଞ୍ଜିରେ ବି ଅଟକେଇ ପାରିନେନି, କାରଣ ଖାରାପ ଆତ୍ମା ମାନେ ତାଙ୍କର ଭିତରେ ଥିଲା। ଖୁବ୍ ଦ୍ରୁତ ଭାବେ ଯୀଶୁ ଆଦେଶ ଦେନେ ଖାରାପ ଆତ୍ମା ମାନକେ ସେ ମଣିଷ ମାନକାର ବାହାରିବାର ନାଗି ନଇଜା ଲାଗଲା। ଆର୍ ସେମାନେ ବାହାରିଗେନି। ସେଇ ମଣିଷ ମାନକେ ଖାରାପ ଆତ୍ମା ପାଖୁ ମୁକ୍ତି ଦେଲା। ସେ ଚାଲିଗେନି ଆର୍ ତାହାନେ ବାବୁମାନକେ କହିଲା ଯାହା ସବୁ ଯୀଶୁ ତାଙ୍କର ନାଗି କରଲା। ଯୀଶୁ ଢେର ମଣିଷ ମାନକେ ଖାରାପ ଆତ୍ମା ପାଖରୁ ରକ୍ଷା କରଲା। ଶୈତାନ ଆର୍ ଖାରାପ ଆତ୍ମା ଯୀଶୁକେ ମାନମେ। ହେଇପାର ତୁଇ ଗୁଟେ ବିଶ୍ୱାସିଆ, ହେଲେ ତୁଇ ଖାରାପ ଆତ୍ମା ଦ୍ୱାରା ଦୁଃଖ କରୁଚେଁ। ମନେ ରଖିଥାଅ, ତୁମେ ମାନେ ଭଗବାନଙ୍କର ଶୈତାନ ର ଜାଗା ନାନି। ତୁମର ଜୀବନରେ ତାଙ୍କେ ରାଗାରୁଷା କରବନି। ବଡ଼ ଶକ୍ତିମାନ ପ୍ରଭୁ ଯୀଶୁକେ ପ୍ରାର୍ଥନା କର ସେଇ ସବୁ ଖାରାପ ଆତ୍ମାକେ ଅଲଗା କରି ଦେବାର ନାଗି। ଅଲଗା ବିଶ୍ୱାସିଆ ମାନକେ ତୁମର ସାଙ୍ଗେ ପ୍ରାର୍ଥନା କରବାର ନାଗି କୁହନ୍ତ। ଯେତେବେଳେ ତୁମେ ଯୀଶୁକେ ମାନବ, ତାଙ୍କର ଶକ୍ତି ତୁମକେ ରକ୍ଷା କରବାର ନାଗି ଶୈତାନ ତୁମକେ ଆଘାତ କରବନି। ছবি 32 ପରୀକ୍ଷା ସାଥିଉ 6 ଅଧ୍ୟାୟ 24 ପଦରୁ 1 ପଦ, 1 ତିମୋଥୀ 6 ଅଧ୍ୟାୟ 6 ପଦରୁ 10 ପଦ, 1 କରିନ୍ଥୀ 10 ଅଧ୍ୟାୟ 13 ପଦରୁ 14 ପଦ। ଶୈତାନ ସବୁବେଳେ ଭଗବାନର ପୁଅକେ ପରୀକ୍ଷା କରବାର ନାଗି ଚେଷ୍ଟା କରେ। ସେ ଚାହେଁ ଯୀଶୁକେ ଅନୁସରଣକାରୀକେ ବନ୍ଦ କରବାର ନାଗି ଶୈତାନ ବିଶ୍ୱାସିଆ ମାନକେ ପରୀକ୍ଷା କରମେ। ଏମିତି ଜିନିଷରେ ଟଙ୍କା, ଲୁଗା ଗୁଡ଼ାଖୁ, ମଦ ମାତାଲ ଆର୍ ମନକେ ମୋର ମନ ଇଚ୍ଛାରେ ରୁହନ୍ତ। ସେ ଚାହେଁ ଯେ ରକମ ଏମିତି ସବୁ ବିଷୟରେ ଖୁସି ରହିବାର ନାଗି ଆର୍ ବିଶ୍ୱାସ କରମେ। ଶୈତାନ ଜଣେ ମିଛୁଆ। ସେ ଆମକେ ଚାହେଁ ଭୁଲେଇବାର ନାଗି ଆର୍ ଭଗବାନର ବିରୁଦ୍ଧରେ ଯିବାର ନାଗି। ପ୍ରଭୁକେ ପ୍ରାର୍ଥନା କର। ଖାରାପ ପରୀକ୍ଷାରୁ ରକ୍ଷା ପାଇବାର ନାଗି ପ୍ରଭୁ ଯୀଶୁ ପାଖେ ଭରସା କର ଆର୍ ନାହିଁଲେ ତାକେ ଡାକ। ছবি 33 ଯଦି ଆମେ ପାପ କରୁ, ଲୁକ 15 ଅଧ୍ୟାୟ 11 ପଦରୁ 32 ପଦ, 1 ଜୋହନ 1 ଅଧ୍ୟାୟ 7 ପଦରୁ 9 ପଦ। କି ନାଗି ଯଦି ଗୁଟେ ବିଶ୍ୱାସିଆ ପାପ କରେ, ଯୀଶୁ ଏଇ କାହାଣୀ କହିଲା। ଜଣକାର ମଣିଷ ଘର ଛାଡ଼ଲା, ଦୁରିଆକେ ଚାଲିଗଲା ଆର୍ ଢେର ଖରାପ କାମ କରଲା। ସେ ବହୁତ ପାପ କରଲା। ଝି ବୋହୁ ମାନକେ ମାନଲାନି। ସେ ବହୁତ ଖରାପ କାମ କରଲା ଆର୍ ତାର ବା ପାଖୁ ପଇସା ନେଇ ଇଗା ସିଗା କିଣି ଖର୍ଚ୍ଚ କରିଦେଲା। ସେତେବେଳେ ସେଇଠେ ମରୁଡ଼ି ହେଲା। ସେମାନେ ବହୁତ ଗରିବ ହେଇଗେନି ଆର୍ ଭୋକେ ରହିଲା। ତାରପରେ ସେ ଜାଣଲା ଯେ ଭଗବାନର ବିରୁଦ୍ଧରେ ପାପ କରଲା। ତାହାନେ ତାର ବାର ବିରୁଦ୍ଧରେ ସେ ସତେ ଚିନ୍ତା କରଲା। ଯାହା ସବୁ ସେ କରଲା, ସେ ତାର ବା ପାକେ ଘୁରଲା। ତାର ବା ତାକେ ବହୁତ ଭଲ ପାଉଥିଲା। ଯଦି ସେ ବଡ଼ ପାପ କରଲା, ବହୁତ ଖୁସିରେ ତାକେ ନେଲା ଆର୍ କ୍ଷମା କରଲା। ଯଦି ଆମେ ପାପ କରୁ, ଆମେ ନିଶ୍ଚୟ ସତେ ପସ୍ତେଇ ହେବା। ଆମର ପାପ ନାଗି ଆର୍ ପାପରେ ଫେରବା। ଭଗବାନ ଆମକେ କ୍ଷମା କରବ ଆର୍ ଥରେ ଆମକେ ସେ ନେଇ ଆସିବ। এই କାହାଣୀରେ ବା ଭଳିଆ ଯୀଶୁ କହିଲା ସରଗରେ ଶାନ୍ତି ମିଳେ ଜଣେ ପାପୀ ପାପ ସ୍ୱୀକାର କରେ। ছবি 34 ରୋଗକ୍ରାନ୍ତ ଫିଲିପିଓ 4 ଅଧ୍ୟାୟ 6 ପଦରୁ 7 ପଦ, ଚାବୁକ 5 ଅଧ୍ୟାୟ 13 ପଦରୁ 16 ପଦ। ଭଗବାନକେ ଲୋକମାନେ କି କରନେ ଠିକ୍ ଯେତେବେଳେ ରୋଗେ ପଡ଼ନ୍ତ, ସେମାନକେ ପ୍ରଥମ ଭଗବାନ ପ୍ରାର୍ଥନା કરે। ଭଗବାନକେ ପ୍ରାର୍ଥନା କରବାର ଉଚିତ ଆର୍ ତାଙ୍କର ଉପରେ ଭରସା କରବାର ଯାହା ସବୁ ଭଲ। ଭଗବାନ ସକ୍ଷମ ହବ ରୋଗକେ ଭଲ କରବାର ନାଗି। ଯଦି ସେ ଇଚ୍ଛା କରନ୍ତ, ଭଗବାନ ଆମକେ ଭଲ କରନ୍ତ ଆର୍ ଯାହା ସବୁ ଘଟେ ଆମମାନକାର ଆୟତ କରନ୍ତ। ଯୀଶୁ ଆମର ସାଙ୍ଗେ ଅଛନ୍ତ ଶାନ୍ତି ଦେବାର ନାଗି ଆର୍ ରୋଗ ସମୟରେ ସାହାଯ୍ୟ କରବାର ନାଗି। ছবি 35 ମରଣ 1 ଥେସଲନି 4 ଅଧ୍ୟାୟ 13 ପଦରୁ 18 ପଦ, ହିବ୍ରୁ 2 ଅଧ୍ୟାୟ 14 ପଦରୁ 15 ପଦ, ପ୍ରକାଶିତ ବାକ୍ୟ 14 ଅଧ୍ୟାୟ 3 ପଦ। এই ছবিରେ ଆମେ ଦେଖୁଛୁ ମଣିଷ ମାନକେ କଥା ଅନୁସାରେ ମଣିଷ ମାନକେ ପୁତି ଦିଅନ୍ତ। ଦିନେ ଆମେ ସମସ୍ତେ ମରବା। ହେଲେ ସେତେବେଳକେ କି ହୁଏ ଆମର ଭଗବାନ
କୁହନ୍ତ ବାଇବେଲରେ ଯେ ଯେତେବେଳେ ବିଶ୍ୱାସିଆ ମରିଯାଏ ତାର ଆତ୍ମା ଯୀଶୁ ତାଙ୍କେ ସରକକେ ଯାଏ। ଏହି ଛବିରେ ବିଶ୍ୱାସିଆ ପରିବାରର ବନ୍ଧୁମାନେ ଦୁଃଖ କରୁନାହିଁ, ହେଲେ ସେମାନେ ଦୁଃଖରେ ଭାଙ୍ଗି ଯାଆନ୍ତିନି। ଆମେ ମରବାକେ ଡରବାନି। ଭଗବାନ ଆମକେ ଭଲ କରନ୍ତ ଆର୍ ପାପରୁ ବଞ୍ଚେଇ ଦିଅନ୍ତ। ଆର୍ ଅନ୍ଧ ହେଇକି ମରବାର ନାଗି ଅବିଶ୍ୱାସିଆ ମାନକେ ଏହି ଆଶା ନାନି। ଭଗବାନ ସାଙ୍ଗେ ଅନ୍ଧ ଜୀବନ ବାଇବଲ କୁହେ ଯେ ସେମାନକେ ଅନ୍ଧାର ଜାଗାକେ ଯିମେ। ତୁମେ କେ ଯିବ ଯେତେବେଳେ ମରବ। 26:36 ଖ୍ରୀଷ୍ଟ ଶରୀର 1 ଗ୍ରନ୍ଥିୟ 12 ଅଧ୍ୟାୟ 12 ପଦରୁ 13 ପଦ, ଏଫିସିଓ 4 ଅଧ୍ୟାୟ 11 ପଦରୁ 16 ପଦ, 1 ପିତର 4 ଅଧ୍ୟାୟ 10 ପଦ। ଦେହକେ ସବୁ ଅଂଶ ନିଜର କାମ ସାଧନା ପାଇବାର ନାଗି, ଆଙ୍ଖ ଦେଖବାର ନାଗି, କାନ ଶୁଣବାର ନାଗି, ମୁହଁ କଥା କହିବାର ନାଗି ଆର୍ ଖାଇବାର ନାଗି ଦେହକେ ସବୁ ଅଂଶ ଏକା ସାଙ୍ଗେ କାମ କରନ୍ତ। ଯଦି ଗୁଟେ ଅଂଶ ଦୁର୍ବଳ ନାଗେ ନାଇଁ ହେଲେ ଆଘାତ ହୁଏ। ସବୁ ଦେହେ ଦୁଃଖ ଦିଏ। ଗୁଟେ ଦେହେ ଗୁଟେ ମଣ୍ଡଳୀୟ ପ୍ରଭୁ ଯୀଶୁ ଦେହେ ମୁଣ୍ଡଟା ଭଗବାନ କାମ କରନ୍ତ। ସବୁ ବିଶ୍ୱାସୀ ମାନେ ବି ଉଦାହରଣ ପ୍ରଚାର କରବା, ଗୀତ ଗାଇବା, ଦାନ କରବା, ଶିକ୍ଷା ଦେବା, ନିଜର କରବା, ଅଲଗା ମାନକେ ସାହାଯ୍ୟ କରବା। ଯଦି ଜଣେ ବିଶ୍ୱାସୀ ଏଥିରୁ ଆର୍ ବାହାରି ଯାଏ, ମଣ୍ଡଳୀୟ ସବୁ ଅଂଶ ଦୁଃଖ ଭୋଗ ନାହିଁ। ସବୁ ବିଶ୍ୱାସୀ ମାନକେ ଏକା ସାଙ୍ଗେ କରବା ନାଗି ଭଗବାନକେ ସମ୍ମାନ ଦେବା ଆର୍ ପରସ୍ପର ସେବା କରମେ। 26:29 ଉପାସନା ପାଇଁ ସଭା ହିବ୍ରୁ 10 ଅଧ୍ୟାୟ 24 ପଦରୁ 25 ପଦ, 1 ଗ୍ରନ୍ଥି 11 ଅଧ୍ୟାୟ 23 ପଦରୁ 34 ପଦ, କଲସିୟ 3 ଅଧ୍ୟାୟ 15 ପଦରୁ 17 ପଦ। ବିଶ୍ୱାସିଆ ମାନେ ସବୁଦିନ ଏକା ସାଙ୍ଗେ ଭଗବାନକେ ଡାକନ୍ତ। ଯେତେବେଳେ ଚୁପଚାପ ହୁଅନ୍ତ ସେମାନେ ବାଇବେଲରୁ ଶିକ୍ଷା କରାନ୍ତ, ଭଗବାନକେ ପ୍ରାର୍ଥନା କରନ୍ତ ଆର୍ ଗୀତରେ ତାକେ ପ୍ରଶଂସା କରନ୍ତ। ସେମାନେ ଦାନ କର୍ମେ ଭଗବାନ ନାଗି। ଯୀଶୁ କହିଲା ତାଙ୍କେ ଅନୁଗମନକାରୀକେ ତାଙ୍କର ମରବାକେ ମନେ ପାକେବାର ନାଗି। ଏହି ଛବିରେ ଦେଖିପାରୁଛ ବିଶ୍ୱାସୀ ମାନେ ଏକାଠେ ଖାଉଛନ୍ ଆର୍ ମନେ ପାକେଇ ଦିଅନ୍ତ ସେମାନେ ଯୀଶୁଙ୍କର ଦେହେର ଯେତେବେଳେ ସେ ମରିଗେ ନେଇ କୃଷରେ। ଯେତେବେଳେ ସେମାନେ ପିଇ ନେଇ ଏକା ସାଙ୍ଗେ ସେମାନେ ତାଙ୍କର ରକ୍ତକେ ମନେ ପାକାନ୍ତ। ଯାହା ସବୁ ସେ କହିନେଇ ସେମାନକେ ରକ୍ଷା କରବାର ନାଗି ପାପରୁ ଆମେ ବି ଏମିତି ଭାବେ ଯୀଶୁ ମରବାକେ ମନେ ପାକେଇବା ଆର୍ ଥରେ ଖୁସି ଘୁରବାର ପର୍ଯ୍ୟନ୍ତ। 26:38 ଯୀଶୁ ଆର୍ ଥରେ ଘୁରି ଆସିବ। ଯୋହନ 14 ଅଧ୍ୟାୟ 1 ପଦରୁ 7 ପଦ, 1 ଥେମୁଲ ନିକିୟ 4 ଅଧ୍ୟାୟ 17 ପଦ, 5 ଅଧ୍ୟାୟ 4 ପଦ। ଦିନେ ପ୍ରଭୁ ଯୀଶୁ ସରଗରୁ ପୃଥିବୀକେ ଆର୍ ଥରେ ଘୁରି ଆସମେ। ଯେମିତି ସେ ଶପଥ କରିଛି ସେ ହୁପକା ଆସମେ। ଯେତେବେଳେ ତାକେ ଆଶା କରିଥିନେ ବିଶ୍ୱାସିଆ ମାନେ କଭରୁ ଉଠି ଆସି ତାକେ ଦେଖବାର ନାଗି ଯେମାନେ ଇନା ଯାଇ ବଞ୍ଚି ରହିମେ ସେମାନଙ୍କର ସାଙ୍ଗେ ମିଶବେ। ସେମାନେ ସବୁ ଏକା ସାଙ୍ଗେ ଆକାଶ ଶୂନ୍ୟରେ ଦେଖା କରମେ। ତାପରେ ସେମାନେ ଯୁଗେ ଯୁଗେ ରହିମେ। ବିଶ୍ୱାସିଆ ମାନେ ରହିମେ, ସେମାନେ ଭଗବାନକେ ବିଚାର କରମେ। ଆମେ ଜାଣିନି କେତେବେଳେ ଯୀଶୁ ଆସିବ, ହେଲେ ବେଳେବେଳେ ଆମେ ବାହାରି ରହିବା ତାକେ ଦେଖବାର ନାଗି, ତାହାନେ ସିଏ ଆଜ ଆସିବ। 26:39 ଫଳ ଧରବା ମାଥିଓ 7 ଅଧ୍ୟାୟ 15 ପଦରୁ 20 ପଦ, ଗାୟତ୍ରୀୟ 5 ଅଧ୍ୟାୟ 22 ପଦରୁ 23 ପଦ, ଯୋହନ 15 ଅଧ୍ୟାୟ 1 ପଦରୁ 5 ପଦ। ଏହି ଛବିର ଗଛେ ଢେର ଫଳ ହେଇଛି। ଆମେ ଯେତେବେଳେ ଯୀଶୁକେ ଅନୁସରଣ କରୁଁ ଭଗବାନର ଆତ୍ମା ଆମର ମାନକାଠୁ କାମ କରେ ଫଳ ଫଳବାର ନାଗି। ବାଇବେଲ ଆମକେ କୁହେ ଯେ ଆତ୍ମାରେ ଭଗବାନ ନାଗି ଭଲ, ଖୁସି, ଶାନ୍ତି, ଦୟା, ବିଶ୍ୱାସୀ ଆର୍ ନିଜକେ ଅଟକେଇବାର ନାଗି ଯୀଶୁ କୁହେ, ମୁଇଁ ଅଛେଇ ଗଛ, ତୁମେ ମାନେ ସବୁ ଡାଳ। ଯଦି ତୁମେ ମୋର ପାଖେ ରହିବ ତୁମର ପାଖେ ତେବେ ତୁମେ ଢେର ଫଳ ତାହାନେ ଫଳବ। ଶୁକ୍ଲା ଡାଳେ ଫଳ ଫଳବନି, ସିଗାକେ କାଟା ଯିବ ଆର୍ ନିଆଁ ଜାଳି ଦେମେ। ଯୀଶୁ ଚାହାନ୍ତ ତାଙ୍କର ବିଶ୍ୱାସୀ ମାନକେ ଢେର ଫଳ ଫଳୁନ୍ତ। ଏଟା ଭଗବାନର ଖୁସି ଖବର ଆର୍ ଅଲଗା ମନସ ମାନକେ ସାହାଯ୍ୟ କରବ। 26:40 ସାକ୍ଷୀ ହେବା ମାଥିଉ 28 ଅଧ୍ୟାୟ 18 ପଦରୁ 20 ପଦ, ପ୍ରେରିତିକ 1 ଅଧ୍ୟାୟ 8 ପଦ। ଯୀଶୁ ତାଙ୍କର ଅନୁସରଣକାରୀକେ କହିନେଇ ସେମାନେ ଅଲଗା ମନସ ମାନକାର ପାକେ ଯିବେ
ଆର୍ ତାଙ୍କର ବିଷୟରେ କହିମେ ଯେ କେହି ତାଙ୍କଠାରେ ବିଶ୍ୱାସ କରମେ ସେ ପାପରୁ ରକ୍ଷା ପାଇବାର ନାଗି ଯୁଗେ ଯୁଗେ ଦଣ୍ଡରୁ ଆର୍ ମରବାକେ। ଯଦି ତୁମେ ଜଣେ ବିଶ୍ୱାସୀ ତୁମେ ନିହାତି ଅଲଗା ମାନକାର ସାହାଯ୍ୟ କରବ। ଶୁଭ ସମାଚାର ବୁଝବାର ନାଗି ଭଗବାନଙ୍କର ପବିତ୍ର ଆତ୍ମାକେ ସାହାଯ୍ୟ କରବ। ସାହସ ସାଙ୍ଗେ ରହିବା ଆର୍ ତାଙ୍କର ନାଗି କଥା କହିବା। এই ছবিকে কামে নাগাও অলগা কইবার নাগি তুমি যাহা শিক্ষা করল এমতি ভাবে বিচার ভগবানকর সত বিষয়ে জানমে আর আমর রক্ষাকর্তা প্রভু যীশু খ্রিস্টଙ୍କ বিষୟରେ।